ଇଏ ସେଇ ନବୀନ ବାବୁ ଯିଏ ବାତ୍ୟା ବନ୍ୟାରେ ଆମ ପାଖରେ ଆଗରେ ଥାନ୍ତି, ଯିଏ କରୋନା ସମୟରେ ସବୁ ସାମର୍ଥ୍ୟ ଲଗେଇ ଦେଇ ଆମ ଜୀବନ ରକ୍ଷା ପାଇଁ ଆଗେଇ ଆସନ୍ତି, ଯିଏ ଗରିବର ଭୋକ ବୁଝେ ଆଉ 5 ଟଙ୍କାରେ ତାକୁ ପେଟ ପୂରା ଖାଇବାକୁ ଦିଏ, ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝେ ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଣେ, ଯିଏ ଆମ ପିଲାଙ୍କ ମନ ବୁଝେ ଆଉ ବାପା ଭଳି କେତେବେଳେ ସାଇକେଲ ଦିଏ ତ କେତେବେଳେ ୟୁନିଫର୍ମ ଯୋଗେଇ ଦିଏ, ଆଉ ଗରିବ ପିଲାଙ୍କ କଥା ବୁଝି ବାର୍ଷିକ ସ୍କଲାରସିପ୍ ମଧ୍ୟ ଦିଏ, ଯିଏ ନିଜ ନିରାଡମ୍ବର ଜୀବନ ବିତାଏ କିନ୍ତୁ ନିଜ ରାଜ୍ୟର ଚାଷୀ ପରିବାରର ଉନ୍ନତି ପାଇଁ କାଳିଆ ଯୋଜନା କରେ, ଯିଏ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିର ଟେକ ରଖେ ସାରା ବିଶ୍ୱକୁ ପୁରୀ ମୁହାଁ କରିବା ପାଇଁ ଶ୍ରୀକ୍ଷେତ୍ରର ରୂପାନ୍ତରଣ କରେ, ଯିଏ 4 କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବେ ଆଉ ଗୋଟେ ମା ପେଟର ଭ୍ରୂଣ ରହିବା ଠାରୁ ଶ୍ମଶାନ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରେ, ଯିଏ ରାଜ୍ୟକୁ ଖାଦ୍ୟଶସ୍ୟ ଡେଫିସିଟ୍ରୁ ଖାଦ୍ୟଶସ୍ୟ ସରପ୍ଲସ୍ ଅବସ୍ଥାକୁ ଆଣେ, ଯିଏ ଓଡ଼ିଶାର ସାମଗ୍ରିକ ବିକାଶ ସହିତ ସ୍କୁଲ କଲେଜ ମଠ ମନ୍ଦିର ମସଜିଦ ରାସ୍ତାଘାଟ ବିଜୁଳି ସମସ୍ତ ସମସ୍ୟାର ସମାଧାନ କରେ, କିନ୍ତୁ ପ୍ରତିବଦଳରେ ଆମେ ତାକୁ କ'ଣ ଦେଲେ? ଥରେ ଚିନ୍ତା କରନ୍ତୁ ତ। ଏ ମଣିଷ ସେତେବେଳେ ବୁଝେ ଯେତେବେଳେ ଯିଏ ଛାଡ଼ିକି ଦୂରକୁ ଚାଲିଯାଏ। କିଛି ନାହିଁ, ଏତେ ନିଃସ୍ୱାର୍ଥପର ସେବା କରି କରି ଆପଣ ଥକି ଯିବେଣି। ଏବେ ଟିକେ ବିଶ୍ରାମ ନିଅନ୍ତୁ। ଆପଣ ଏତେ ଓଡ଼ିଶାବାସୀଙ୍କ ପାଇଁ କରିକି ଯେତିକି ପ୍ରଶଂସା ସାଉଣ୍ଟି ନାହାନ୍ତି ସେତିକି ଆଜି ପରାଜୟ ପରେ ମଧ୍ୟ ସମସ୍ତଙ୍କ ହୃଦୟରେ ଗୋଟେ ଗୋଟେ ଜାଗା ବନାଇ ଦେଇଛନ୍ତି। କୋଉଠି ନା କୋଉଠି ଏ ଓଡ଼ିଶାବାସୀ ଆପଣଙ୍କୁ ମନେ ମନେ ଝୁରି ଝୁରି କାନ୍ଦୁଛି ନିଶ୍ଚୟ। ସତରେ ନବୀନ ବାବୁ, ଆପଣ ମହାନ। ଆପଣଙ୍କ ସେଇ ଗୋଟିଏ ଶବ୍ଦ ଆମେ କେବେ ଭୁଲିବୁନି। କ'ଣ ଆପଣମାନେ ଖୁସି ତ? ଭଗବାନଙ୍କ ପାଖେ ଏତିକି ପ୍ରାର୍ଥନା, ଆପଣ ସଦାସର୍ବଦା ସୁସ୍ଥ ରୁହନ୍ତୁ। ଏତିକି ଆମ କାମନା। ବ୍ୟୁରୋ ରିପୋର୍ଟ LNTV। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTVକୁ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। LNTV ସ୍ୱର ଆପଣଙ୍କର।